ଓଡ଼ିଶାରେ ଏମିତି ଏକ ମନ୍ଦିର ଅଛି ଯାହାର ଛାତ ନାହିଁ। ଏହି ମନ୍ଦିରରେ ଅଛନ୍ତି 64 ଜଣ ଦେବୀ, କିନ୍ତୁ ଏଠାରେ ପରିବେଶ ଆଜି ମଧ୍ୟ ରହସ୍ୟରେ ଘେରି ରହିଛି। କାହିଁକି ଏହି ମନ୍ଦିରକୁ ଖୋଲା ଆକାଶ ତଳେ ନିର୍ମାଣ କରାଯାଇଥିଲା? ଏହାର ତନ୍ତ୍ର ସାଧନା ସହ କ'ଣ ସମ୍ପର୍କ? ଆସନ୍ତୁ ଜାଣିବା 64 ଯୋଗିନୀ ମନ୍ଦିରର ଇତିହାସ ଓ ରହସ୍ୟ। ଭୁବନେଶ୍ୱର ଠାରୁ ପ୍ରାୟ 15 କିଲୋମିଟର ଦୂରରେ ହୀରାପୁର ଗ୍ରାମରେ ଅବସ୍ଥିତ ଏହି 64 ଯୋଗିନୀ ମନ୍ଦିର। ଇତିହାସ ମତରେ ଏହି ମନ୍ଦିର ନବମ ଶତାବ୍ଦୀରେ ଭୌମକର ବଂଶର ରାଣୀ ହୀରାଦେବୀଙ୍କ ପୃଷ୍ଠପୋଷକତାରେ ନିର୍ମିତ ହୋଇଥିଲା। ଏହା ଭାରତରେ ଥିବା ଅଳ୍ପ କେତୋଟି 64 ଯୋଗିନୀ ମନ୍ଦିର ମଧ୍ୟରୁ ଗୋଟିଏ। ଏହାର ଗୋଲାକାର ଆକୃତି ଏବଂ ଖୋଲା ଛାତ ଏହାକୁ ଅନ୍ୟ ସମସ୍ତ ମନ୍ଦିର ଠାରୁ ସମ୍ପୂର୍ଣ୍ଣ ଭିନ୍ନ କରିଥାଏ। ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଏହି ମନ୍ଦିରର ଛାତ କାହିଁକି ନାହିଁ? ଇତିହାସ ମତରେ ଯୋଗିନୀ ଉପାସନା ଓ ତାନ୍ତ୍ରିକ ଅନୁଷ୍ଠାନରେ ଖୋଲା ଆକାଶର ବିଶେଷ ମହତ୍ତ୍ୱ ଥିଲା। ସେଥିପାଇଁ ଏହି ମନ୍ଦିରକୁ ଖୋଲା ରଖାଯାଇଥିଲା। ଏହାକୁ ଇଂରାଜୀରେ ଓପେନ୍ ଟୁ ସ୍କାଇ ଟେମ୍ପଲ କୁହାଯାଏ। ହିନ୍ଦୁ, ଶାକ୍ତ ଓ ତାନ୍ତ୍ରିକ ପରମ୍ପରାରେ ଯୋଗିନୀମାନଙ୍କୁ ଦେବୀ ଆଦିଶକ୍ତିଙ୍କ ବିଭିନ୍ନ ଶକ୍ତି ରୂପ ବୋଲି ମନାଯାଏ। ଏହି ମନ୍ଦିରରେ 64 ଯୋଗିନୀଙ୍କ ମୂର୍ତ୍ତି ଏବଂ ମଧ୍ୟଭାଗରେ ପ୍ରଧାନ ଦେବୀଙ୍କ ପୀଠ ରହିଛି। ପ୍ରତ୍ୟେକ ଯୋଗିନୀଙ୍କ ରୂପ, ବାହନ ଓ ଅସ୍ତ୍ର ଅଲଗା, ଯାହା ପ୍ରାଚୀନ ଶିଳ୍ପକଳାର ଏକ ଅନନ୍ୟ ଉଦାହରଣ। ସ୍ଥାନୀୟ ଲୋକକଥାରେ କୁହାଯାଏ ଯେ ଅତୀତରେ ରାତି ସମୟରେ ଏଠାରେ ତାନ୍ତ୍ରିକ ସାଧନ କରାଯାଉଥିଲା ଏବଂ ଯୋଗିନୀମାନଙ୍କ ଦିବ୍ୟ ଉପସ୍ଥିତି ଅନୁଭବ କରାଯାଉଥିଲା। ତେବେ ଏହି କଥାଗୁଡ଼ିକ ଲୋକବିଶ୍ୱାସ, ଏହାର ଐତିହାସିକ ପ୍ରମାଣ ନାହିଁ। କିନ୍ତୁ ଗୋଟିଏ କଥା ନିଶ୍ଚିତ, 64 ଯୋଗିନୀ ମନ୍ଦିର ଓଡ଼ିଶାର ପ୍ରାଚୀନ ତାନ୍ତ୍ରିକ ପରମ୍ପରା, ସ୍ଥାପତ୍ୟ କଳା ଓ ଶାକ୍ତ ଉପାସନାର ଏକ ଅମୂଲ୍ୟ ନିଦର୍ଶନ। ଯଦି ଆପଣ ଇତିହାସ ଓ ରହସ୍ୟକୁ ଭଲ ପାଆନ୍ତି, ତେବେ ଜୀବନରେ ଥରେ ହେଲେ ମଧ୍ୟ ଏହି ଅଦ୍ଭୁତ ମନ୍ଦିରକୁ ନିଶ୍ଚୟ ପରିଦର୍ଶନ କରନ୍ତୁ। ଜୟ ମା ଯୋଗିନୀ।